ओम शांति। सृष्टि रचयिता मंगलमय कल्याणकारी निराकार परमात्मांकर नूतन सृष्टिर आदि संतान मानंकु कल्याणकारी पुरुषोत्तम संगम जुगर उत्तम बेलारे हृदयर सहित शुभ अभिनंदन, शुभेच्छा, सुप्रभात, सुस्वागतम। जुगे जुगे भारतर महिमा विश्वविदित। अनेक शास्त्र पुराण किंबदंती प्रमाण मिले महान भारतर महिमामय गाथा सृष्टिर आदि समयरू विशाल भारत भूमि को ही विश्व बोली कुहाଯାଉଥିଲା, ଯେଉଁଠାରେ अखंड राजत्व चलीथिला। एक राज्य, एक भाषा, एक धर्म, एक मत, सबु किछि एकतारे ही चलीथिला, जहाकु स्वर्ग बोली कुहाଯାଉଥିଲା। ଯାହାର ତଥ୍ୟ ମଧ୍ୟ ବାଇବେଲରୁ ଦେଖିବାକୁ ମିଳେ। ସେଥିରେ ଉଲ୍ଲେଖ ଅଛି କି ଯୀଶୁଙ୍କର ଆସିବାର 3000 ବର୍ଷ ପୂର୍ବେ ଭାରତ ସୁନାର ଚିଡ଼ିଆ ଥିଲା। ସୁନାର ଚିଡ଼ିଆ ଅର୍ଥାତ୍ ସୁବର୍ଣ୍ଣ ଦୁନିଆ। ଏହି କଥାଟିକୁ ଆମେ ବର୍ତ୍ତମାନ ଆଲୋଚନାର ପରିସରକୁ ପ୍ରଥମେ ଆଣିବା। ଇତିହାସ କୁହେ ମାମୁଦ 17 ଥର ଭାରତକୁ ଆକ୍ରମଣ କରି କେବଳ ସୋମନାଥ ମନ୍ଦିରରୁ ଓଟ ଓଟ ଭରି ସୁନା ହୀରା ଲୁଟ୍ କରିଥିଲେ। ତେବେ ସେ ସମୟରେ କେବଳ ଗୋଟିଏ ମନ୍ଦିର ତ ନଥିବ, ଏବଂ ଯଦି ଗୋଟିଏ ମନ୍ଦିରରେ ଏତେ ସମ୍ପତ୍ତି, ତେବେ ସାରା ଭାରତବର୍ଷରେ କେତେ ସମ୍ପତ୍ତି ନଥିବ, ବା ଭାରତବର୍ଷ କେତେ ସମ୍ପତ୍ତିବାନ ହୋଇନଥିବ। ପୁନଶ୍ଚ ସୃଷ୍ଟି ନାଟକର ମଧ୍ୟ ସମୟରେ ଯଦି ଭାରତ ଏତେ ସମ୍ପନ୍ନ ଥିଲା, ତେବେ ଆଦି ସମୟରେ ଅର୍ଥାତ୍ ସତ୍ୟ ଯୁଗରେ ଭାରତ ନିଶ୍ଚୟ ସୁନାର ଭାରତ ହେଇଥିବ, ଏଥିରେ ସନ୍ଦେହ ନାହିଁ। ଯାହା ବାଇବେଲରେ ଉଲ୍ଲେଖ ଅଛି, ଭାରତ ସୁନାର ଚିଡ଼ିଆ ଥିଲା। ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି କି ଭାରତ ହିଁ ଦେବୀ ଦେବତାଙ୍କର ଭୂମି, ଅର୍ଥାତ୍ ଦେବୀ ଦେବତାମାନେ ଏହି ଭାରତ ଭୂମିରେ ରାଜତ୍ୱ କରି ଯାଇଛନ୍ତି। ସେଇଥିପାଇଁ ତ ଭାରତରେ ଦେବୀ ଦେବତାମାନଙ୍କର ଗାୟନ ଏବଂ ପୂଜନ ହେଉଛି ଆଜି ପର୍ଯ୍ୟନ୍ତ ବିଶାଳ ଏବଂ ଭବ୍ୟ ମନ୍ଦିରମାନ ନିର୍ମିତ ହୋଇ। ତେବେ ସେହି ଦୈବୀ ରାଜ୍ୟ ସ୍ଥାପନ କିଏ କରିଥିଲେ ଏବଂ ଦେବୀ ଦେବତାମାନଙ୍କୁ ତିଆରି କରିବା ବାଲା କିଏ? କେହି ତ ନିଶ୍ଚୟ ଥିବେ। ସେ ହିଁ ହେଉଛନ୍ତି ସର୍ବଶକ୍ତିବାନ ନିରାକାର ଭଗବାନ। ଏହି ଭାରତ ଭୂମିରେ ହିଁ ତାଙ୍କର ଅବତରଣ ହୋଇଥାଏ, ଯାହାର ଆଜି ପର୍ଯ୍ୟନ୍ତ ଗାୟନ ଅଛି ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ପାଳିତ ହୋଇ ଆସୁଅଛି ଶିବରାତ୍ରି ବା ଜାଗର ପର୍ବ ଉତ୍ସବ ରୂପରେ। ଏହି ବାସ୍ତବ କଥାଟିକୁ ସମସ୍ତେ ଭୁଲି ଯାଇଥିବା କାରଣରୁ ପାଞ୍ଚ ବିକାର ରୂପୀ ମାୟାର କବଳରେ ଆସି ଭାରତର ଅର୍ଥାତ୍ ଯେଉଁ ସୁନାର ଭାରତ ଥିଲା, ତାର ଅବସ୍ଥା ଏଭଳି ନିମ୍ନଗାମୀ, ତମୋପ୍ରଧାନ ଏବଂ ସମ୍ପୂର୍ଣ୍ଣ ଗରିବ ହୋଇଯାଇଛି। ତେଣୁ ସ୍ୱୟଂ ନିରାକାର ଭଗବାନ ଗୀତାର ମହାବାକ୍ୟ ଅନୁସାରେ ଏବେ ଆସି ନିଜେ ନିଜର ପରିଚୟ ଦେବା ସହିତ ଭାରତର ସେହି ମହିମାମୟ ଗୌରବମୟ ସ୍ମୃତି ଫେରେଇ ଆଣିବା ସହିତ ପୁନଃ ସେହି ସତ୍ୟଯୁଗୀ ଦୈବୀ ସ୍ୱର୍ଣ୍ଣିମ ଦୁନିଆର ସ୍ଥାପନା କରି ମନୁଷ୍ୟ ଆତ୍ମାମାନଙ୍କୁ ଦୈବୀ ଗୁଣ ସମ୍ପନ୍ନ ଦେବୀ ଦେବତା କରାଉଛନ୍ତି। ଏହା ହିଁ ହେଉଛି ସୁନା ଭାରତର ସତ୍ୟ କାହାଣୀ। ନିରାକାର ଶିବ ବାବା କହୁଛନ୍ତି, ହେ ଆତ୍ମିକ ସନ୍ତାନଗଣ, ତୁମେ ବ୍ରହ୍ମା ମୁଖ ବଂଶାବଳୀ
ବ୍ରାହ୍ମଣମାନଙ୍କୁ ମୋ ଠାରୁ 21 ଜନ୍ମର ସମ୍ପୂର୍ଣ୍ଣ ସମ୍ପତ୍ତି ନେବା ପାଇଁ ହେଲେ ମୁଁ ଏବେ ଯେଉଁ ଶ୍ରୀମତ ଦେଉଛି ସେହି ଅନୁସାରେ ନିଶ୍ଚିନ୍ତ ଚାଲିବାକୁ ହେବ। ଅନ୍ୟ ସବୁ ମତକୁ ଭୁଲିବାକୁ ହିଁ ହେବ। ତୁମେମାନେ ଏବେ ମୋ ଠାରୁ ଶିକ୍ଷା ଗ୍ରହଣ କରି ଅମର ଲୋକ ଅର୍ଥାତ୍ ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତି କରୁଛ। ତୁମର ଯୋଜନା ହେଉଛି ଭାରତକୁ ପବିତ୍ର ସ୍ୱର୍ଗରେ ପରିଣତ କରିବା। ତୁମେମାନେ ନିଜର ହିଁ ତନ ମନ ଆଉ ଧନ ଦ୍ୱାରା ଏହି ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗି ରହିଛ। ତୁମେମାନେ ଶିବ ବାବାଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗୀ ଅଟ। ଅହିଂସା ବଳ ଦ୍ୱାରା ତୁମର ନୂଆ ରାଜଧାନୀ ସ୍ଥାପନ ହେଉଛି। ଯେଉଁମାନେ ଏହି ସ୍ଥାପନା କାର୍ଯ୍ୟରେ ଯେତେ ସହଯୋଗୀ ହେବେ ସେହି ଅନୁସାରେ ସେଠାରେ ସେମାନଙ୍କୁ ପଦପ୍ରାପ୍ତି ହେବ। ତୁମେ ଭାରତକୁ ସ୍ୱର୍ଗ କରି ଗଢ଼ି ତୋଳିବାରେ ଲାଗିଛ। ସେପଟେ ମନୁଷ୍ୟ ବିନାଶ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଚାଲିଛି। ବିଜ୍ଞାନ ହେଉ, ସାମାଜିକ ବିଧି ବ୍ୟବସ୍ଥା ହେଉ ବା ପ୍ରାକୃତିକ ରୂପରେ ହେଉ, ଏବେ ଏହି ପୁରୁଣା ଦୁଃଖଦାୟୀ ଦୁନିଆର ମହାବିନାଶ ଅବଶ୍ୟମ୍ଭାବୀ। ଏହା ମଧ୍ୟ ଅବିନାଶୀ ସୃଷ୍ଟି ନାଟକର ଅଟଳ ନିୟମ। ଯୁଗ ପରେ ଯୁଗ ପରିବର୍ତ୍ତନ ତ ନିଶ୍ଚୟ। ତେଣୁ ସତ୍ୟଯୁଗୀ ନୂତନ ଯୁଗ ଆସିବା ପାଇଁ ହେଲେ ଏହି କଳିଯୁଗୀ ଦୁନିଆର ବିନାଶ ଅବଶ୍ୟ ହେବା ଦରକାର ଏବଂ ସେଥିପାଇଁ ତ କେହି ନିମିତ୍ତ ହେବେ। ଏହି ପରିବର୍ତ୍ତନର କାର୍ଯ୍ୟରେ ପାଞ୍ଚ ତତ୍ତ୍ୱ ସହିତ ସମସ୍ତେ ମଧ୍ୟ ସହଯୋଗୀ ହେଉଛନ୍ତି। ବିଜ୍ଞାନ ଦ୍ୱାରା ଆଣବିକ ବା ଜୈବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡ଼ି, ଭୂକମ୍ପ ଦ୍ୱାରା ମଧ୍ୟ ବିନାଶର ତାଣ୍ଡବ ଚାଲିବ। ସମୁଦ୍ର ଧରଣୀକୁ ସଫା କରିବାର କାର୍ଯ୍ୟ କରିବ। କାହିଁକି ନା ଏତେ ସାରା ଯେଉଁ ଆଡ଼ମ୍ବର ବିଜ୍ଞାନ କରିଛି ତାହା ତ ଧରାଶାୟୀ ହେବ ନିଶ୍ଚିନ୍ତ। କୋଟି କୋଟି ଜୀବଜନ୍ତୁ ମନୁଷ୍ୟମାନଙ୍କର ମୃତ ଶରୀର ତ ଥିବ, ସେଗୁଡ଼ିକ ସଫା ହେବ କିପରି? ସବୁକିଛି ବିଧି ମୁତାବକ ହେବ କଳ୍ପପୂର୍ବ ଭଳି। ବୁଦ୍ଧିମାନ ତାଙ୍କୁ କୁହାଯିବ ଯିଏ ଏହି ପରିବର୍ତ୍ତନର ଶୁଭ ବେଳାରେ ନିଜେ ନିଜର ସବୁକିଛି ସଫଳ କରିଚାଲିବେ ଈଶ୍ୱରୀୟ ମତ ଅନୁସାରେ। ବାବା କହୁଛନ୍ତି, ସଚ୍ଚା ବ୍ରାହ୍ମଣ ହୋଇ ଏହି ଅବିନାଶୀ ରୁଦ୍ର ଜ୍ଞାନଯଜ୍ଞର ଦାୟିତ୍ୱ ବହନ କରିବାକୁ ହେବ ଏବଂ ତା ସହିତ ପ୍ରଜାପିତା ବ୍ରହ୍ମା ବାବା ଯେପରି ବ୍ୟକ୍ତରୁ ଅର୍ଥାତ୍ ଏହି ସ୍ଥୂଳ ଦୁନିଆରୁ ଅବ୍ୟକ୍ତ ହେବାର ପୁରୁଷାର୍ଥ କରିଥିଲେ ସେହିଭଳି ପୁରୁଷାର୍ଥ କରିବାକୁ ହେବ। 21 ଜନ୍ମ ପବିତ୍ର ଦୁନିଆରେ ସମ୍ପୂର୍ଣ୍ଣ ସୁଖ ଶାନ୍ତିର ଭାଗ୍ୟ ପ୍ରାପ୍ତ କରିବା ପାଇଁ ଏଇ ଗୋଟିଏ ଜନ୍ମରେ ଅର୍ଥାତ୍ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ବାବାଙ୍କ ପାଖରେ ପବିତ୍ର ରହିବାର ପ୍ରତିଜ୍ଞା କରିବାକୁ ହେବ। କାମ ଚିତାରେ ବା କାମ ଅଗ୍ନିକୁ ଛାଡ଼ି ଜ୍ଞାନ ଚିତାରେ ବସିବାକୁ ହିଁ ହେବ। ଶିବ ବାବା କହୁଛନ୍ତି, ସଦ୍ଗୁରୁ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ମହାମନ୍ତ୍ରର ଚାବି ଦ୍ୱାରା ସର୍ବପ୍ରାପ୍ତି ସମ୍ପନ୍ନ ହୁଅ। ଏହି ଈଶ୍ୱରୀୟ ସଂଗଠନ ଭିତରେ ରହିବା ହିଁ ନିଜକୁ ସୁରକ୍ଷିତ ରଖିବା। ତେଣୁ ସଂଗଠନର ମହତ୍ତ୍ୱକୁ ଜାଣି ମହାନ ହୁଅ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା।
ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ନିଜର ଆତ୍ମାର ଉନ୍ନତି ପାଇଁ କଲ୍ୟାଣକାରୀ ପରମାତ୍ମାଙ୍କର କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରି ନିଜ ଜୀବନରେ ଧାରଣ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ, ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।